ରୂପସା କହିବେ, ମାୟା ଆଣ୍ଟି, ମୋ ମନରେ ଆପଣଙ୍କ ପାଇଁ ଏବେ ବି ସଫ୍ଟ କର୍ଣ୍ଣର ଅଛି। ବର୍ତ୍ତମାନ ପାଇଁ ତ ମୁଁ ଚାଲିଯିବି, କିନ୍ତୁ ଆପଣ ଟିକେ ଭଲ ଭାବରେ ଚିନ୍ତା କରନ୍ତୁ। ଆପଣଙ୍କ ହାତରେ ଏବେ ସମୟ ବହୁତ କମ୍। ଏହାପରେ ମାୟା କହିବେ, ରୂପସା, ଯାହାକୁ ମୁଁ ଦି ଥର ଘରୁ ଧକ୍କା ଦେଇ ବାହାର କରିସାରିଛି, ତା ପାଖରେ ପୁଣି ମୁଁ ସାହାଯ୍ୟ ପାଇଁ ହାତ ବଢ଼େଇବି, ଏ କଥା ତୁ ଭାବି ପାରୁଛୁ କେମିତି? ମୋ ବୋହୂ ତତେ ଠିକ୍ କଥା କହିଛି। ପୁଣି ଥରେ ଯେମିତି ମୋ ସାମ୍ନାରେ ମୁହଁ ଦେଖେଇବା ପାଇଁ ସାହସ ନ କରୁ, ନହେଲେ ଆଉ ଥରେ ତତେ ଧକ୍କା ମାରିକି ବାହାର କରିବି। ତାପରେ ସମସ୍ତେ ଆସିବେ, ଆଉ ପଲ୍ଲବୀ କହିବେ, ତୁ ଏବେ ବି ଏଇଠି ଠିଆ ହେଇଛୁ? ମୁଁ କହିଲି ନା, ଏଠୁ ଚାଲିଯା। ଶୁଣ, ମୋ ଶାଶୁମା ମାୟା ମହାପାତ୍ର କୌଣସି ଦୁର୍ବଳ ସ୍ତ୍ରୀ ଲୋକ ନୁହେଁ। ବାଘୁଣୀ ସିଏ, ବାଘୁଣୀ। ଘାଇଲା ଅଛନ୍ତି, ତା ବୋଲି ଛେଲି ବିଲୁଆଙ୍କ ପାଖରୁ ସେ କୌଣସି ସାହାଯ୍ୟ ନେବେନି। ତାପରେ ରୂପସା କହିବେ, ଆଚ୍ଛା, ତା ମାନେ କ'ଣ ମୁଁ ଛେଲି ବିଲୁଆ? ଏହାପରେ ଗୌରବ କହିବେ, ତାଠୁ ବି ନୀଚ। ତୁ କ'ଣ ଆଉ ତତେ ଚିହ୍ନିବାକୁ ଆମର କାହାରି ବାକି ନାହିଁ। ଏହାପରେ ଦାଦିମା କହିବେ, ଯେତେ ଶୀଘ୍ର ପାରୁଛୁ ଏଠୁ ଚାଲିଯା, ନହେଲେ ସିଂହ ଦଲ ଭିତରେ ଛେଲି ଛୁଆ ଦଲି ଚକଟି ମରିବା ଆଗରୁ ନିଜର ଜୀବନ ବଞ୍ଚେଇବା ପାଇଁ ପଳା ଏଠୁ। ତାପରେ ପଲ୍ଲବୀ କହିବେ, ଶୁଭାଗଲାନି ତତେ? ଚାଲିଯା, ଚାଲିଯା ଏଠୁ। ତାପରେ ଡକ୍ଟର ଆସି କହିବେ, ଏକ୍ସକ୍ୟୁଜ୍ ମି, ଦେଖନ୍ତୁ, ଯେତେ ଶୀଘ୍ର ସମ୍ଭବ ଆମକୁ ଆଦର୍ଶ ବାବୁଙ୍କ ସର୍ଜରୀ କରିବାକୁ ପଡ଼ିବ। ଆମେ ତାଙ୍କୁ ଭେଣ୍ଟିଲେଟରରେ ବେଶୀ ସମୟ ରଖିପାରିବାନି। ଏହାପରେ ରୂପସା କହିବେ, ମୋ ଅଫର ଏବେ ବି ଆପଣଙ୍କ ପାଇଁ ଖୋଲା ଅଛି ଆଣ୍ଟି। ଏମାନେ ସମସ୍ତେ ତ ଗାଉଁଲି, କିଛି ଜାଣିନାହାନ୍ତି ଏମାନେ, କିନ୍ତୁ ଆପଣ ତ ସେନ୍ସିବୁଲ। ଆନନ୍ଦ ଅଙ୍କଲ ଆଉ ଆଦର୍ଶଙ୍କ ଜୀବନର ମୂଲ୍ୟ କ'ଣ ସେ କଥା ତ ଆପଣ ଭଲ ଭାବରେ ଜାଣିଛନ୍ତି। ହଉ, ମୁଁ ଆସୁଛି। କ'ଣ ନିଷ୍ପତ୍ତି ନେଲେ ମୋତେ ଖୁବ୍ ଶୀଘ୍ର ଜଣେଇବେ। କାରଣ ଡକ୍ଟର ଏବେ କହିଦେଇ ଗଲେ ନା, ଆଦର୍ଶକୁ ସେ ବେଶୀ ସମୟ ଭେଣ୍ଟିଲେଟରରେ ବଞ୍ଚେଇ ରଖିପାରିବେନି। ତାପରେ ରୂପସା ସେଠାରୁ ଚାଲିଯିବେ। ଏହାପରେ ପଲ୍ଲବୀ କହିବେ, ମାମା, ଆମେ ଆଉ ବେଶୀ ସମୟ ଅପେକ୍ଷା କରିପାରିବାନି। ଆମ ପାଖରେ ସମୟ ବହୁତ କମ୍। ଭାଗ୍ୟର ଲଢ଼େଇକୁ ଆମ ସମସ୍ତଙ୍କୁ ମିଶି ଜିତିବାକୁ ପଡ଼ିବ। ଚାଲନ୍ତୁ, ଆମେ ସମସ୍ତେ ନିଜ ନିଜ କାମରେ ଲାଗିଯିବା। ମାମା, ମୁଁ, ଦାଦିମା ଆଉ ସାନମା, ଆମେ 3 ଜଣ ମନ୍ଦିର ଯାଉଛୁ। ଭାଇ, ଆପଣ ସବୁ ଜୁଏଲାରୀ ବିକିକି ଜଲ୍ଦି ପଇସା ନେଇକି ଆସନ୍ତୁ। ମାମା, ଆପଣ ଆଉ ଦାଦା, ଆପଣଙ୍କ ଲେବୁଲରେ କୋଉଠି ଟଙ୍କା ଆରେଞ୍ଜ କରିପାରିବ, ଆପଣ ପ୍ଲିଜ୍ ଟିକେ ଆରେଞ୍ଜ କରନ୍ତୁ। ଆମେମାନେ ଏବେ ଆସୁଛୁ। ତାପରେ ପଲ୍ଲବୀ ଆଦର୍ଶଙ୍କ ରୁମ୍ ପାଖକୁ ଯିବେ, ଆଉ କହିବେ, ମୁଁ ତମ ସାଙ୍ଗରେ ଅଛି ଆଦର୍ଶ। ମୁଁ ତମର କିଛି ବି ହେବାକୁ ଦେବିନି ଆଦର୍ଶ। ଦରକାର ପଡ଼ିଲେ ମୁଁ ମୋ ନିଜ ଜୀବନକୁ ବାଜିରେ ଲଗେଇ ତମକୁ ବଞ୍ଚେଇବି। ତାପରେ ପଲ୍ଲବୀ ଚାଲିଯିବେ। ତାପରେ ରୂପସା ଆସି ଗାଡ଼ିରେ ବସିବେ। ତାପରେ ରୂପସାଙ୍କ ମା କହିବେ, କ'ଣ ହେଲା ରୂପସା? ତାପରେ ରୂପସା କହିବେ, ଅଫର ଏକ୍ସେପ୍ଟ କରିବା ତ ଦୂରର କଥା, ସେମାନେ ମୋତେ ଇନସଲ୍ଟ କରି ବିଦା କରିଦେଲେ ମାମା। ଏହାପରେ ତାଙ୍କ ମାମା କହିବେ, ଓଃ, କର୍ପୂର ଉଡ଼ିଗଲା, କୋନାରୁ ବାସ୍ନା ଯାଇନି। ଭିକ ମାଗିବା ଭଳି ଅବସ୍ଥା ହେଲାଣି, ଆହୁରି ଔକାତ ଦେଖାଉଛନ୍ତି। ଏହାପରେ ରୂପସା କହିବେ, ସବୁଠୁ ଡେଞ୍ଜର କଥା ହେଲା ମାମା, ସେମାନେ ସମସ୍ତେ ଏକାଠି ହେଇଯାଇଛନ୍ତି। ଆଗରୁ ସୋରିଷ ଫୁଟିଲେ ଖବର ଆସି ମୋ ପାଖରେ ପହଞ୍ଚୁଥିଲା। ମାୟା ଆଣ୍ଟି, ରିମଝିମ୍, ଗୌରବ, ଏ ସମସ୍ତଙ୍କୁ ୟୁଜ୍ କରି ପଲ୍ଲବୀ ଏଗେନ୍ଷ୍ଟରେ ସେଠି ଯାହା ଇଚ୍ଛା ମୁଁ ସେଇଆ କରୁଥିଲି ମାମା। କିନ୍ତୁ ଏବେ ସମସ୍ତେ ସେ ପଲ୍ଲବୀର ଗୋଲାମୀ ହେଇଗଲେଣି। ଖାଲି ସେତିକି ନୁହଁ ମାମା, ସେ ଘରକୁ ଗୋଟେ ରାକ୍ଷସୀ ଆସିଛି। ତାଙ୍କ ନାଁ ହେଉଛି ସୁଲଗ୍ନା। ସେ ସମସ୍ତଙ୍କୁ ଏକାଠି କରି ରଖିଛି। ମୋତେ ତ ଡର ଲାଗିଲାଣି। ମୁଁ ସମସ୍ତଙ୍କ ଏକତାକୁ ଭାଙ୍ଗିବି କେମିତି? ସେମାନେ ବହୁତ କନଫିଡେନ୍ସ ଜଣାପଡ଼ୁଛନ୍ତି ମାମା। ଯଦି ସେମାନେ ଆନନ୍ଦ ଅଙ୍କଲ ଆଉ ଆଦର୍ଶଙ୍କର ଟ୍ରିଟମେଣ୍ଟ ପାଇଁ ଟଙ୍କା ଯୋଗାଡ଼ କରିଦିଅନ୍ତି, ତାହେଲେ ତ ସେମାନଙ୍କୁ ଆମେ ଗୋଡ଼ ତଳକୁ ଆଉ କେବେ ବି ଆଣିପାରିବାନି। ମାମା, ଆଦର୍ଶ ଆଉ ମୋର କେବେ ବି ହେଇପାରିବେନି। ତାପରେ ମାଲିନୀ କହିବେ, ଆଦର୍ଶ ତୋର ହେବ ରୂପସା। ଆମର ଏତେ ଦିନର ପରିଶ୍ରମ ଏମିତି ପାଣି ଫୁଟୁକା ପରି ଫାଟିଯିବାକୁ ଦେବିନି। ସେମାନେ ଏବେ ପୂରାପୂରି ଦେବାଲିଆ ହେଇସାରିଛନ୍ତି। ତେଣୁ ଗୋଟେ ଦିନରେ ଏତେ ଟଙ୍କା ଯୋଗାଡ଼ କରିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ। ପୁରା ମହାପାତ୍ର ଖାନଦାନ ତୋ ଗୋଡ଼ ତଳକୁ ଆସିବ ରୂପସା। ବାସ୍ ତୁ ଟିକେ ଧୈର୍ଯ୍ୟ ଧର, ଆଉ ଅପେକ୍ଷା କର। ତାପରେ ରୂପସା କହିବେ,
ତାପରେ ବି ମୋତେ ଡର ଲାଗୁଛି ମାମା। ଏହାପରେ ମାଲିନୀ କହିବେ, ଯାହାର ଡ୍ୟାଡ୍ MLA ଭରଦ୍ୱାଜ, ତାହାର କାହାକୁ ଡରିବା ଦରକାର ନାହିଁ। ଅନେକ ବଡ଼ ବଡ଼ ଲୋକଙ୍କର ରିମୋଟ୍ କଣ୍ଟ୍ରୋଲ ତୋ ଡ୍ୟାଡ୍ଙ୍କ ହାତରେ ଅଛି। ଏମାନେ ଯାହା ପାଖକୁ ହାତ ପୋତିବାକୁ ଯିବେ, ସେମାନଙ୍କ ପାଖରୁ ଗୋଟିଏ ଉତ୍ତର ପାଇବେ, ନାଇଁ। ବୁଲନ୍ତୁ ସେମାନେ। ଯେତେ ଯୋଉଠି ଟଙ୍କା ଯୋଗାଣ କରିବା ପାଇଁ ଚେଷ୍ଟା କରନ୍ତୁନି। ଯେତେ ଯୋଉଠି ଟଙ୍କା ଯୋଗାଣ କରିବା ପାଇଁ ଚେଷ୍ଟା କରୁଛନ୍ତି କରନ୍ତୁ। କିନ୍ତୁ ଶେଷରେ ସେମାନେ ତୋରି ଗୋଡ଼ ତଳକୁ ଆସିବେ, ଆଉ ତୋ ଅଫରକୁ ମାନିବାକୁ ବାଧ୍ୟ ହେବେ। ଏହାପରେ ରୂପସା କହିବେ, ମୋତେ କିନ୍ତୁ ପଲ୍ଲବୀ ପାଇଁ ଡର ଲାଗୁଛି ମାମା। ସମସ୍ତଙ୍କ ଭିତରୁ ବେଶୀ କନଫିଡେନ୍ସ ସିଏ ଜଣାପଡ଼ୁଛି। ଆଉ ତମେ ଭଲ ଭାବରେ ଜାଣିଛ ମାମା, ଜିଦ୍ ଧରି ସିଏ କାହା ପଛରେ ପଡ଼ିଯାଏ, ସେ ତାକୁ ନିଶ୍ଚୟ କରି ଦେଖାଏ। ଆଉ ଏପଟେ ଗୌରବ ଘରକୁ ଆସି ସମସ୍ତଙ୍କ ଗହଣା ବାହାର କରିବେ, ଆଉ ତାଙ୍କ ରୁମ୍କୁ ଯିବେ। ତାପରେ ରିମଝିମ୍ ଅଟକେଇବେ। ତାପରେ ଗୌରବ କହିବେ, କ'ଣ ହେଲା ରିମଝିମ୍? ସାମ୍ନାରେ ଆସି କାହିଁକି ବାଟ ଜଗି ଠିଆ ହେଇଗଲ? ଏହାପରେ ରିମଝିମ୍ କହିବେ, ମୁଁ ମୋ ଜୁଏଲାରୀ ଦେବିନି। ମହାପାତ୍ର ଖାନଦାନର ଲୋକ କ'ଣ ଏତେ ଗରିବ ହେଇଗଲେ ଯେ ଶେଷରେ ତାଙ୍କ ବୋହୂଙ୍କ ଗହଣା ବି ବିକିଦେବେ? ଏହାପରେ ଗୌରବ କହିବେ, ରିମଝିମ୍, ଯୁକ୍ତି କରିବା ପାଇଁ ମୋ ପାଖରେ ଏବେ ସମୟ ନାହିଁ। ସବୁଯାକ ଜୁଏଲାରୀ ମୋତେ ଦିଅ। ଆମ ପାଖରେ ସମୟ ବହୁତ କମ୍। ତାପରେ ରିମଝିମ୍ କହିବେ, ଦେଖ, ଆଦର୍ଶ ଆଉ ବଡ଼ବାପା ଯଦି ସେମାନେ ତାଙ୍କର ସବୁ ପ୍ରପର୍ଟି ହରେଇ ବସିଲେ, ତାହେଲେ ସେଥିରେ ମୋର କ'ଣ ଭୁଲ? ମୁଁ କାହିଁକି ମୋ ଜୁଏଲାରୀ ସବୁ ଦେବି? ଏହାପରେ ଗୌରବ ରାଗିକି ରିମଝିମ୍କୁ ଗୋଟେ ଚାପୁଡ଼ା ମାରିବେ, ଆଉ କହିବେ, ନିଜକୁ ମହାପାତ୍ର ଖାନଦାନର ବୋହୂ କହିବା ପୂର୍ବରୁ ପଲ୍ଲବୀଙ୍କ ପାଖରୁ କିଛି ଶିଖିବାକୁ ଚେଷ୍ଟା କର। ତାପରେ ରିମଝିମ୍କୁ ଠେଲିଦେଇ ଗହଣା ବାହାର କରିବେ, ଆଉ ସେଠାରୁ ଚାଲିଯିବେ। ଆଉ ଏପଟେ ବିନୋଦ ଆଉ ମାୟା ଗୋଟେ ଲୋକ ପାଖକୁ ଆସିବେ, ଆଉ ବିନୋଦ କହିବେ, ମିଷ୍ଟର ମହାନ୍ତି ନମସ୍କାର। ତାପରେ ମହାନ୍ତି କହିବେ, ନମସ୍କାର। ନମସ୍କାର ଆଜ୍ଞା। ଏହାପରେ ବିନୋଦ କହିବେ, ମିଷ୍ଟର ମହାନ୍ତି, ଆଦର୍ଶ ଆଉ ଭାଇ ହସ୍ପିଟାଲରେ ପଡ଼ିଛନ୍ତି। ସେମାନଙ୍କ ଟ୍ରିଟମେଣ୍ଟ ପାଇଁ ଟଙ୍କା ନିହାତି ଦରକାର। ଆମେ କିଛି ଟଙ୍କା ଲୋନ୍ ପାଇଁ ଆସିଛୁ। ତାପରେ ମହାନ୍ତି କହିବେ, କେତେ ଟଙ୍କା ଦରକାର? ତାପରେ ମାୟା କହିବେ, 80-90 ଲକ୍ଷ ନିହାତି ଦରକାର। ଯଦି ତାଠୁ ଅଧିକ ହେଇପାରେ ତାହେଲେ ଭଲ ହୁଅନ୍ତା। ଏହାପରେ ମହାନ୍ତି କହିବେ, ସରି ମିସେସ୍ ମହାପାତ୍ର, ବିନା ମର୍ଟଗେଜର ଏତେ ଗୁଡ଼ିଏ ଟଙ୍କା ଆମେ ଦେଇପାରିବୁନି। ତାପରେ ମାୟା କହିବେ, ଏକଥା ଆପଣ କହୁଛନ୍ତି? କାଲି ପର୍ଯ୍ୟନ୍ତ ଯିଏ କୋଟି କୋଟି ଟଙ୍କାର ଲୋନ୍ ଦେବା ପାଇଁ ଆମ ଅଫିସରେ ଯାଇ ବସୁଥିଲେ, ଆଜି ଆମ ବିପଦ ସମୟରେ କିଛି ଲକ୍ଷ ଟଙ୍କା ଲୋନ୍ ଦେବା ପାଇଁ ମନା କରୁଛନ୍ତି? ତାପରେ ମହାନ୍ତି କହିବେ, ମ୍ୟାଡାମ୍ ପ୍ଲିଜ୍, ଆପଣ ଆମକୁ ଭୁଲ ବୁଝନ୍ତୁନି। କାଲି ଆଉ ଆଜି ଭିତରେ ବହୁତ ବଦଳି ଯାଇଛି। ଆଜି ଆପଣମାନେ ପୁରା ଦେବାଳିଆ ହେଇଯାଇଛନ୍ତି। ଏକଥା ସାରା ସହର ଜାଣି ସାରିଲେଣି। ତେଣୁ ଆମେ କ'ଣ? ସହରରେ କେହି ବି ଆପଣଙ୍କୁ ଋଣ ଦେବା ପାଇଁ ରାଜି ହେବେ ନାହିଁ। ଆଉ ଏପଟେ ପଲ୍ଲବୀ ଗଡ଼ି ଗଡ଼ି 11-12 ପରିକ୍ରମା କରିବେ। ତ ଦର୍ଶକ ବନ୍ଧୁ, ଆଦର୍ଶ ଆଉ ଆନନ୍ଦକୁ ବଞ୍ଚେଇବା ପାଇଁ ଟଙ୍କା କ'ଣ ଯୋଗାଣ କରିପାରିବେ କି ପଲ୍ଲବୀ? ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ।